ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି। ତ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାକୁ ନେଇ ଲିଷ୍ଟ ମଧ୍ୟ ଜାରି କରାଯାଇଛି। ପଞ୍ଚାୟତରେ ମଧ୍ୟ ମିଟିଂ ଚାଲିଛି। ଏଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବହୁତ କଡ଼ାକଡ଼ି ନିୟମ ଲାଗୁ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ ଆପଣମାନେ ଅନେକ ଦିନରୁ ଅପେକ୍ଷା କରି ରହିଥିଲେ। ଆପଣମାନଙ୍କର ଅପେକ୍ଷାର ଅନ୍ତ ଘଟି ସାରିଛି। ଖୁବ୍ ଶୀଘ୍ର ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବା ପାଇଁ ଯାଉଛି। ଆବାସ ଘର ଯୋଜନାରେ ଯେଉଁ ହିତାଧିକାରୀମାନେ ଘର ପାଇବା ପାଇଁ ଯାଉଛନ୍ତି, ତ ସେମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ରହିଛି। ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ସହିତ ଆହୁରି ଅନେକ ଲାଭ ମଧ୍ୟ ପାଇବା ପାଇଁ ଯାଉଛନ୍ତି। ତ ସେ ଲାଭ ଗୁଡ଼ିକ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ସମନ୍ୱୟରେ ଆପଣମାନଙ୍କୁ ପ୍ରଦାନ କରାଯିବ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆବାସ ଘର ପାଇଁ ଆପଣମାନଙ୍କୁ ଏଥର 1,20,000 ଟଙ୍କା ମିଳିବନି। ଆପଣମାନଙ୍କୁ 1,20,000 ଟଙ୍କା ବଦଳରେ 1,80,000 ଟଙ୍କା ମିଳିବା ପାଇଁ ଯାଉଛି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ରହିଥିବା ବେଳେ ସରକାରଙ୍କ ତରଫରୁ ହିତାଧିକାରୀମାନଙ୍କ ପାଇଁ ବଡ଼ ଘୋଷଣା ଜାରି ହେଲା। ତ ସୋସିଆଲ ମିଡ଼ିଆରେ ଯେଉଁ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ରହିଛି, ଆବାସ ଘର ପାଇଁ ଏଥର ଆପଣମାନଙ୍କୁ 1,80,000 ଟଙ୍କା ମିଳିବା ପାଇଁ ଯାଉଛି। ପ୍ରକୃତରେ ଏହାର ସତ୍ୟତା କ'ଣ ରହିଛି, ଏ ବିଷୟରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପରେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ଗୁଡ଼ିକ ପାଇପାରିବେ। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ତ ଆପଣମାନେ ପ୍ରଥମ କରି ଯଦି ଚ୍ୟାନେଲରେ ଭିଡ଼ିଓଟିକୁ ଦେଖୁଛନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ସର୍ବପ୍ରଥମେ ଖବର ଉପରେ ନଜର ପକାଇବା। ଯେଉଁ ଖବରରେ ହିତାଧିକାରୀମାନଙ୍କୁ ସୂଚିତ କରାଯାଇଛି, ଆପଣ ଜାଣିଛନ୍ତି ଏହି ଚ୍ୟାନେଲ ବିନା ପ୍ରମାଣରେ ଭିଡ଼ିଓ ଆପଣମାନଙ୍କୁ ପ୍ରୋଭାଇଡ଼ କରେନି। ଆପଣମାନେ ଏ ଚ୍ୟାନେଲକୁ ବିଶ୍ୱାସ କରୁଛନ୍ତି, ଭଲ ପାଇବା ଦେଇଛନ୍ତି, ତ ସେଥିପାଇଁ ଆପଣମାନେ କେମିତି ସଠିକ୍ ଖବର ପାଇପାରିବେ, ସେଥିପାଇଁ ଏ ଚ୍ୟାନେଲ ସବୁବେଳେ ଆପଣମାନଙ୍କ ପାଇଁ ଚେଷ୍ଟାରତ। ତ ମୁଁ ଆପଣମାନଙ୍କୁ କହି ରଖିବି, ଯେଉଁମାନେ ମିଛୁଆ ଚ୍ୟାନେଲ ଗୁଡ଼ିକ ରହିଛି, ଆପଣ ସେ ମିଛୁଆ ଚ୍ୟାନେଲ ଠାରୁ ଦୂରେଇ ରୁହନ୍ତୁ। ଆପଣ ସଠିକ୍ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନେ ଫଲୋ କରନ୍ତୁ, ଯାହାଫଳରେ ସଠିକ୍ ଇନଫର୍ମେସନ୍ ଗୁଡ଼ିକ ଆପଣ ପାଇପାରିବେ, ଆପଣ କାମରେ ଲଗାଇ ପାରିବେ। ଆପଣମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାହିଁବି, ଆପଣଙ୍କର ଯେଉଁ ମୋବାଇଲ ସ୍କ୍ରିନ୍ ଉପରେ ରହିଛି, ଥରେ ଏ ଖବର ଉପରେ ନଜର ପକାନ୍ତୁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥାତ୍ PMAY ଅଧୀନରେ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ନୂଆ ନିୟମ ଓ ଗାଇଡ଼ଲାଇନ୍ ଅର୍ଥାତ୍ PMAY 2.0 ଲାଗୁ କରିଛନ୍ତି। ଓଡ଼ିଶାରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ଏହି ନିୟମ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ରହିଛି। ଦେଖନ୍ତୁ, ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇବା ପାଇଁ ଯେଉଁ ଗରିବ ଶ୍ରେଣୀର ଲୋକମାନେ ରହିଛନ୍ତି, ଯେଉଁ ମଧ୍ୟବିତ୍ତ ପରିବାରର ଲୋକମାନେ ରହିଛନ୍ତି, ତ ସେମାନେ କେମିତି ଘର ପାଇବେ, ସେଥିପାଇଁ ନୂଆ ନିୟମ ଓ ଗାଇଡ଼ଲାଇନ୍ସ ମଧ୍ୟ ଆସିଛି। ତ ଏଇଟା ଆପଣମାନଙ୍କର ଗ୍ରାମାଞ୍ଚଳ ପାଇଁ ଓ ସହରାଞ୍ଚଳ ପାଇଁ ଉଭୟ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଆପଣମାନେ ସହରାଞ୍ଚଳରୁ ବିଲଙ୍ଗସ୍ କରନ୍ତୁ ନା କାହିଁକି, ସମସ୍ତଙ୍କ ପାଇଁ ଏ ନିୟମ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ରହିଛି। ନୂଆ ନିୟମ ଅନୁଯାୟୀ ଯୋଗ୍ୟତା, ସହାୟତା ରାଶି ଏବଂ ଆବେଦନ ପ୍ରକ୍ରିୟାରେ ହୋଇଥିବା ମୁଖ୍ୟ ପରିବର୍ତ୍ତନ ଗୁଡ଼ିକ ଆପଣମାନଙ୍କୁ ଜାଣିବାର ଅଛି। ଯେଉଁ ପରିବର୍ତ୍ତନ ଗୁଡ଼ିକ କରାଯାଇଛି, ସେ ପରିବର୍ତ୍ତନ ଗୁଡ଼ିକ ବିଷୟରେ ପ୍ରତ୍ୟେକ ହିତାଧିକାରୀମାନେ ଜାଣିବା ଉଚିତ, ଯେଉଁମାନେ ଆବାସ ଘର ପାଇବା ପାଇଁ ଅପେକ୍ଷା କରିଛନ୍ତି, ଯେଉଁମାନଙ୍କର ନାମ ଡ୍ରାଫ୍ଟ ଲିଷ୍ଟରେ ରହିଛି। 1 ନମ୍ବରରେ ନୂଆ ଯୋଗ୍ୟତା ମାନଦଣ୍ଡ ଗୁଡ଼ିକ ବିଷୟରେ ଥରେ ଆପଣମାନେ ନଜର ପକାନ୍ତୁ। ଘର ପାଇବା ପାଇଁ ଆବେଦନକାରୀଙ୍କ ପାଖରେ ଏହିସବୁ ଯୋଗ୍ୟତା ଗୁଡ଼ିକର ଆବଶ୍ୟକତା ରହିଛି। ପଏଣ୍ଟ ନମ୍ବର 1, ପକ୍କା ଘର ନଥିବା ଜରୁରୀ। ଦେଖନ୍ତୁ, ଆବେଦନକାରୀ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମରେ ଭାରତର କେଉଁଠି ବି ପକ୍କା ଘର ରହିବା ଉଚିତ ନୁହଁ। ପଏଣ୍ଟ ନମ୍ବର 2, ପୂର୍ବ ସହାୟତା। ଦେଖନ୍ତୁ, ପରିବାରର ପୂର୍ବରୁ କୌଣସି ସରକାରୀ ଆବାସ ଯୋଜନାର
ଲାଭ ଉଠାଇ ନଥିବା ଆବଶ୍ୟକ। ପଏଣ୍ଟ ନମ୍ବର 3 ଆୟ ସୀମା। ସହରାଞ୍ଚଳ ପାଇଁ ଆପଣମାନଙ୍କର ରହିଛି ଆର୍ଥିକ ଅନଗ୍ରସର ଶ୍ରେଣୀ ଅର୍ଥାତ୍ EWS ପାଇଁ ବାର୍ଷିକ ଆୟ 3 ଲକ୍ଷରୁ କମ୍ ଏବଂ ନିମ୍ନ ଆୟକାରୀ ଶ୍ରେଣୀ ଅର୍ଥାତ୍ LIG ପାଇଁ 3 ଲକ୍ଷରୁ 6 ଲକ୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ତାପରେ ଦେଖନ୍ତୁ ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦିଆଯାଇଛି। ଯେଉଁମାନେ ମହିଳା ଅଛନ୍ତି ସେମାନଙ୍କୁ ପ୍ରଥମେ ପ୍ରାଥମିକତା ଦିଆଯିବ। ତ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ ଆବେଦନ କରିବେ ଆଉ ସେମାନଙ୍କୁ ହିଁ ଘର ମିଳିବ। ତ ନୂଆ ଗାଇଡ଼ଲାଇନ୍ ଅନୁଯାୟୀ ଆବାସ ଯୋଜନାରେ ଘରର ମାଲିକାନା ପରିବାରର ମହିଳା ମୁଖ୍ୟଙ୍କ ନାମରେ କିମ୍ବା ଯୁଗ୍ମ ଅର୍ଥାତ୍ କୋ ଓନରସିପ୍ ଭାବରେ ରହିବା ବାଧ୍ୟତାମୂଳକ କରାଯାଇଛି। ଏହା ଛଡ଼ା ବିଧବା, ସିଙ୍ଗଲ ମହିଳା, ଦିବ୍ୟାଙ୍ଗ, SC, ST ଏବଂ କିନ୍ନରମାନଙ୍କୁ ଏଥିରେ ପ୍ରଥମେ ପ୍ରାଥମିକତା ଦିଆଯିବ। ଯାହା ସରକାରଙ୍କ ତରଫରୁ ନୂଆ ଗାଇଡ଼ଲାଇନ୍ସ ରହିଛି। ତ ଯେଉଁ ମହିଳାମାନେ ରହିଛନ୍ତି ସେମାନଙ୍କୁ ପ୍ରଥମେ ପ୍ରାଥମିକତା ଦିଆଯିବ। ବିଧବା, ସିଙ୍ଗଲ ମହିଳା, ଦିବ୍ୟାଙ୍ଗ, SC, ST ମହିଳାଙ୍କୁ ଓ କିନ୍ନରମାନଙ୍କୁ ସର୍ବପ୍ରଥମେ ପ୍ରାଥମିକତା ଦିଆଯିବ। ପରବର୍ତ୍ତୀ ଆପଣମାନଙ୍କର ଜିଓ ଟ୍ୟାଗିଂ ଅର୍ଥାତ୍ କଡ଼ାକଡ଼ି ଯାଞ୍ଚ ପ୍ରକ୍ରିୟା। ଦେଖନ୍ତୁ କେବଳ ପ୍ରକୃତ ଗରିବ ଓ ଯୋଗ୍ୟ ଲୋକଙ୍କ ନିକଟରେ ଯେପରି ଘର ପହଞ୍ଚିବ ସେଥିପାଇଁ ଜିଓ ଟ୍ୟାଗିଂ ବାଧ୍ୟତାମୂଳକ କରାଯାଇଛି। ଜିଓ ଟ୍ୟାଗିଂର ନିୟମ ଗୁଡ଼ିକ ରହିଛି। ପ୍ରଥମତଃ ଆବେଦନ କରିବା ପରେ ସରକାରୀ ଅଧିକାରୀମାନେ ସେହି ସ୍ଥାନକୁ ଯାଇ ମୋବାଇଲ ଆପ୍ ଜରିଆରେ ଫଟୋ ଉଠାଇ ଯାଞ୍ଚ ଅର୍ଥାତ୍ ଭେରିଫିକେସନ୍ କରିବେ। ଜିଓ ଟ୍ୟାଗିଂର 2 ନମ୍ବର ନିୟମ ହେଲା ଘର ତିଆରିର ବିଭିନ୍ନ ପର୍ଯ୍ୟାୟରେ ଯେମିତିକା ଭିତ୍ତି ପ୍ରସ୍ତର, ଛାତ ପଡ଼ିବା ସମୟରେ ମଧ୍ୟ ଫଟୋ ଅପଲୋଡ଼ ହେବା ପରେ ହିଁ ପରବର୍ତ୍ତୀ କିସ୍ତି ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ନେକ୍ସଟ ମୌଳିକ ସୁବିଧାର ସଂଯୋଗ। ଦେଖନ୍ତୁ ନୂଆ ନିୟମ ଅନୁସାରେ ଆବାସ ଘର ସହିତ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଶୌଚାଳୟ, ସୌଭାଗ୍ୟ ଯୋଜନା ଜରିଆରେ ବିଦ୍ୟୁତ ସଂଯୋଗ ଏବଂ ଜଳ ଜୀବନ ମିଶନ ଜରିଆରେ ପିଇବା ପାଣିର ସୁବିଧା ମଧ୍ୟ ଯୋଗାଇ ଦିଆଯିବ ହିତାଧିକାରୀଙ୍କ ପାଇଁ। ଆପଣମାନେ ଆବାସ ଘର ପାଇବା ପାଇଁ ହେଲେ ଆବଶ୍ୟକ ଦଲିଲ ଅର୍ଥାତ୍ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟସ ଗୁଡ଼ିକ ଆପଣଙ୍କ ପାଖରେ ରହିବା ନିହାତି ଜରୁରୀ। ଆବେଦନ ପାଇଁ ଆଧାର କାର୍ଡ଼, ଭୋଟର ID, ବ୍ୟାଙ୍କ ପାସବୁକ୍, ଆୟ ପ୍ରମାଣପତ୍ର ଏବଂ ଜମିର ପଟ୍ଟା ଆଦି ପ୍ରମୁଖ ଡକୁମେଣ୍ଟସ ଗୁଡ଼ିକ ଆପଣଙ୍କ ପାଖରେ ରହିବା ନିହାତି ଜରୁରୀ। ଯଦି ଆପଣମାନେ ୱାର୍କ ଅର୍ଡ଼ର ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନଙ୍କର ଆଧାର କାର୍ଡ଼ରେ ତଥ୍ୟ ଗୁଡ଼ିକ ଠିକ୍ ଠାକ୍ ରଖନ୍ତୁ। ଯେତେବେଳେ ଆବେଦନ କରିଛନ୍ତି ଆବେଦନ କରିଥିବାର ତଥ୍ୟ ଗୁଡ଼ିକ ଏବଂ ଆଧାର କାର୍ଡ଼ର ତଥ୍ୟ ଗୁଡ଼ିକ ଯେମିତିକା ସେମ୍ ରହୁଥିବା ଦରକାର। ଯଦି ଆପଣଙ୍କ ପାଖରେ ଇନକମ୍ ସାର୍ଟିଫିକେଟ୍ ନାହିଁ ତାହେଲେ ଆପଣମାନେ ଜନସେବା କେନ୍ଦ୍ରକୁ ଯାଇ ଇନକମ୍ ସାର୍ଟିଫିକେଟ୍ ଗୋଟେ ବାହାର କରିଦିଅନ୍ତୁ।